ବାହାନଗା ନିକଟରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ। ବାହାନଗା ନିକଟରେ ଉକ୍ତ କାର୍ଯ୍ୟ ଚାଲୁ ରହୁଥିବାରୁ ଗୋଟିଏ ପଟ ଗାଡ଼ି ଯାତାୟାତ ପାଇଁ ଛଡ଼ାଯାଇଛି। ଗୁରୁବାର ଠାରୁ ବାହାନଗା ନିକଟରେ ଥିବା ଗୋଳାପୋଲଟିକୁ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟରେ ନିୟୋଜିତ ଥିବା ବ୍ରିଜ ଗୋପାଲ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଛି, ଯାହାଫଳରେ ରାସ୍ତାର ଅନ୍ୟ ପାର୍ଶ୍ୱରୁ ଏପଟକୁ ଆସିବା ପାଇଁ ଲୋକେ ଭୋଗୁଛନ୍ତି ଅସୁବିଧା। କିନ୍ତୁ ବାହାନଗା ଉଚ୍ଚ ବିଦ୍ୟାଳୟଟି ରାଜପଥ ନିକଟରେ ଅବସ୍ଥିତ, ଫଳରେ ବିଦ୍ୟାଳୟକୁ ଯିବା ଆସିବା ପାଇଁ ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟର ଉପସ୍ଥାପନ କମିବାର ଲାଗିବା ଯୋଗୁଁ ଚିନ୍ତାରେ ବିଦ୍ୟାଳୟ ପ୍ରଶାସନ। ମୋ ନାମ ଶ୍ରୀ ଯଦୁନାଥ ସିଓଳ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ବାହାନଗା। କ'ଣ ସମସ୍ୟା ସर? ବର୍ତ୍ତମାନ ଆଜି ଆମେ ବହୁତ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛୁ। ଆମ ବିଦ୍ୟାଳୟରେ 568 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଆମ ସ୍କୁଲ ସମ୍ମୁଖରେ ଯେଉଁ ନ୍ୟାସନାଲ୍ ହାଇରୋଡ଼ଟେ ଯାଇଛି, ତା'ର ଅପର ପାର୍ଶ୍ୱରେ 200ରୁ 300 ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସନ୍ତି। ଆଜି ଯେଉଁ ପୋଲ ସବୁ ଭଙ୍ଗା ଯାଇଛି, ସେଥିରେ ଛାତ୍ରଛାତ୍ରୀମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେମାନେ ଆସିବାରେ ଅସୁବିଧା ହେଉଛି ଏବଂ ଗୋଟିଏ ରୋଡ଼ରେ ଗାଡ଼ି ଯାଉଥିବା ଯୋଗୁଁ ତାର ବିକଳ୍ପ ପନ୍ଥା ନ କରି ଏବଂ ସେଠି ପୋଲକୁ ତାଡ଼ି ଦେଇଥିବାରୁ ଆମେ ବହୁତ ଅସୁବିଧାରେ ହେଉଛୁ। ଏତଦ୍ ବ୍ୟତୀତ ସମସ୍ତେ ମଧ୍ୟ ଅସୁବିଧାରେ ଏଠି ସମ୍ମୁଖୀନ ହେଉଛନ୍ତି। ଏହାର ତୁରନ୍ତ କିଛି ସମାଧାନ କଲେ ଆମେ ଅତ୍ୟନ୍ତ ଉପକୃତ ହୁଅନ୍ତୁ, ଆଉ ଆମର ଛାତ୍ରଛାତ୍ରୀମାନେ ମଧ୍ୟ ପଢ଼ାରେ ଆଗେଇ ପାରନ୍ତେ। ଏତଦ୍ ବ୍ୟତୀତ ଆସନ୍ତା 20 ତାରିଖରେ ଆମର ଆନୁଆଲ୍ HSC ଏକ୍ଜାମ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏହିଭଳି ପରିସ୍ଥିତି ଲାଗି ରହିଲେ ପିଲାମାନେ ମଧ୍ୟ ପରୀକ୍ଷା ଦେବାରେ ବହୁତ ବଞ୍ଚିତ ହୋଇପାରିବେ। ଧନ୍ୟବାଦ। ବାହାନଗାରୁ ଶିଶିର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।